ପ୍ରତିଲୋକଂ ସାତତବାର୍ତ୍ତାଭୂଷଣଂ ଅମରକୃତ୍ୟ ଶରଣଂ ପ୍ରଭୁତଂ ଲୋକଜୀବନମ୍ ପ୍ରଣୟ ପ୍ରମତ ଜାଗଦୀପନମ୍ ବନ୍ଦେ ଜୀବନ ଜୀବନମ୍ ସତ୍ପୁରୁଷମ୍ ନମାମି। ପ୍ରାଣର ଶ୍ରୀ ଶ୍ରୀ ଠାକୁର ଜଗଜ୍ଜନନୀ ଲକ୍ଷ୍ମୀ ମା ଶ୍ରୀ ଶ୍ରୀ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ଆବାସୀ ସତ୍ସଙ୍ଗର ପୂଜ୍ୟ ପରିଚାଳକ ତଥା ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ତଥା ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ଯଥାମାନ୍ୟ ସମ୍ମାନ ଏବଂ ରା ସମ୍ବନ୍ଧିତ ଜୟଗୁରୁ ଜଣାଏ। ଗତକାଲି ଆମର ସମ୍ମାନୀୟ ମେକାପ ଦା ଫୋନ କରିଥିଲେ ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ। ମୋର ପରମ ସୌଭାଗ୍ୟ ପରମ ପିତାଙ୍କର ଏଇ ଜନ୍ମ ମାସରେ ଏଇଭଳି ଏକ ପୁଣ୍ୟ ସତ୍ସଙ୍ଗରେ ଯୋଗ ଦେବାର ସୁଯୋଗ ପାଇଛି। ସେଥିପାଇଁ ଆପଣମାନଙ୍କ ସମସ୍ତଙ୍କ ପାଖରେ ମୁଁ ଋଣୀ। ପରମ ପିତାଙ୍କର ଏଇ ଜନ୍ମ ମାସ 14 ସେପ୍ଟେମ୍ବର 1888 ମସିହାରେ ଜନ୍ମ, 27 ଜାନୁଆରୀ 1969 ତାଙ୍କର ଦେହାବସାନ। এই 80 ବର୍ଷର ଜୀବନ ଧାରା ଭିତରେ ଅନେକ ଲୌକିକ ଏବଂ ଅଲୌକିକ ଜୀବନ ଧାରା ଯାହାକି ଠାକୁରଙ୍କର ଜୀବନକୁ ପ୍ରେରଣା ପୃଷ୍ଟ କରିଥିଲା ମାନବ ସମାଜ ପାଇଁ। ପ୍ରତି ମୁହୂର୍ତ୍ତରେ ତାଙ୍କର ମୁଖରୁ ନିଃସୃତ ହେଉଥିଲା ସେ ଅମୃତର ବାଣୀ। ମଣିଷକୁ କିଭଳି ଭାବରେ ଶାନ୍ତିର ସୁସ୍ଥିର ଦିଗରେ ଜୀବନଟାକୁ ଅତିବାହିତ କରାଇବାର ଏକ ସୁଦୀର୍ଘ ପ୍ରୟାସ ଥିଲା ଶ୍ରୀ ଠାକୁରଙ୍କର। ସର୍ବଦା ମଣିଷ ଏକ ବିଚାରଧାରା ଭିତରେ ବଞ୍ଚେ। ସେ ବିଚାରଧାରା ତାର ଜନ୍ମ ହିଁ ସ୍ଥିର କରେ। ଯେମିତି ଯେଉଁ ଧର୍ମରେ ଜନ୍ମ ନିଏ ସେଇ ଧର୍ମର ଧାରାକୁ ସେ ଧାରଣ କରେ, କିମ୍ବା ତାର ଶିକ୍ଷା ବ୍ୟବସ୍ଥା ଭିତରେ ତାର ଶିକ୍ଷା ଆଉ ସାମାଜିକ ପରିବେଶିକ ବିଚାରଧାରା ତାର ସେଇ ବିଚାରଧାରାକୁ ପରିବର୍ତ୍ତନ କରି ଏକ ନୂତନ ବିଚାରଧାରା ତିଆରି କରିପାରେ। ତେଣୁ এই ବିଚାରଧାରା ହିଁ ହେଉଛି ଧର୍ମର ମୂଳ ଭିତ୍ତି। ଯାହା ଠାକୁର କହୁଥିଲେ ଯେତେ ମଣିଷ ସେତେ ମତ ହେଇପାରେ ବା ବିଚାର ହେଇପାରେ, କିନ୍ତୁ ତା ବୋଲି ଧର୍ମ ବହୁତ ହେଇପାରେ ନା। ଯେଉଁ ବିଚାରଧାରାରେ ମଣିଷ ଆନନ୍ଦର ସହିତ ସୁସ୍ଥିର ସହିତ ଜୀବନକୁ ଅତିବାହିତ କରିପାରେ ତାହା ହିଁ ହେଉଛି ତାର ପାଇଁ ପ୍ରକୃତ ବିଚାରଧାରା। সেই ବିଚାରଧାରା ତା ପାଇଁ ପ୍ରତିକୂଳ ହେଇପାରେ ବା ତା ପାଇଁ ଅନୁକୂଳ ହେଇପାରେ, କିନ୍ତୁ ତାକୁ ଗ୍ରହଣ କରିବାଟା ନିତ୍ୟାନ୍ତ ପ୍ରୟୋଜନ ହୁଏ। ତେଣୁ এই ଗ୍ରହଣ କରାଇବା ବା ସାମାଜିକ ସ୍ତରରେ ପାରିବାରିକ ଜୀବନରେ ଆମେ ଅନେକ ସମୟରେ ବାଧ୍ୟବାଧକତାରେ ବିଧିଟାକୁ ଅନେକ ଉପରେ ସ୍ଥାପନ କରିବା ପାଇଁ ଚେଷ୍ଟା କରୁ। ଯେତେବେଳେ ବିଧିଟାକୁ ସ୍ଥାପନ କରିବାକୁ ଚେଷ୍ଟା କରୁ ସେ ବିଧିଟାକୁ ସମ୍ପୂର୍ଣ୍ଣ ଭାବରେ ସେ ଗ୍ରହଣ କରେ ନା। କାରଣ ବିଧାତାଙ୍କୁ ଛାଡ଼ିକି କେହି କେବେ ବିଧିକୁ ଗ୍ରହଣ ପାରେ ନା। ଯିଏ ଜୀବନରେ ବିଧାତାକୁ ସମ୍ପୂର୍ଣ୍ଣ ଭାବରେ ମତାନତ ଭାବରେ ଯିଏ ଗ୍ରହଣ କରେନି ସେ ତାଙ୍କର ପ୍ରଚଳିତ ବିଚାରଧାରାକୁ ମଧ୍ୟ ଗ୍ରହଣ କରିପାରେ ନା ବା ତାଙ୍କର ବିଧିକୁ ମଧ୍ୟ ଗ୍ରହଣ କରିପାରେ ନା। ତେଣୁ ବିଧାତାଙ୍କୁ ସର୍ବୋତ ଭାବରେ ଗ୍ରହଣ କରିବା ପାଇଁ ହେଲେ ସେ ଯେ ପୁରୁଷୋତ୍ତମ ସେ ହିଁ এই বিবর্তনের বা ধারা ভিতরে পূর্ণ বিবর্তিত পূর্ণ ব্রহ্মর স্বরূপ, ଏ କଥା ଯେପର୍ଯ୍ୟନ୍ତ ହୃଦୟଙ୍ଗମ ହୁଏ ନା ସେ ବିଚାରଧାରାକୁ ସେ ବିଧାତାଙ୍କୁ ତା ଜୀବନର ବିଚାରଧାରା ଭିତରେ ଗ୍ରହଣ କରିପାରେ ନା। ମୁଁ ଅନେକ ମଣିଷ ଦେଖିଛି ସତ୍ସଙ୍ଗକୁ ଆସନ୍ତି, ସତ୍ସଙ୍ଗର ଅନେକ କାର୍ଯ୍ୟକ୍ରମରେ ଆନନ୍ଦର ସହିତ ନିଷ୍ଠାପର ସହିତ କର୍ମ କରନ୍ତି,
କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଠାକୁରଙ୍କୁ ଗ୍ରହଣ କରିପାରନ୍ତି ନାହିଁ। ଆଉ ଠାକୁରଙ୍କୁ ସେଇଥିପାଇଁ ଗ୍ରହଣ କରିପାରନ୍ତି ନାହିଁ, ତାଙ୍କ ମନ ଭିତରେ ଅନେକ ଭିତରେ ସନ୍ଦେହ ଥାଏ ଯେ ଠାକୁର କଣ ଭଗବାନ। ଏଇ ଯୋଉ ଭାବନା ଭିତରେ ମଣିଷ ତା ଭିତରେ ରହିଥାଏ, ଯୋଉଥିପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଯୁଗ ପୁରୁଷୋତ୍ତମ ପରମ ପ୍ରେମ ଶ୍ରୀ ଠାକୁରଙ୍କୁ ଜୀବନରେ ସର୍ବୋତ ଭାବରେ ଗ୍ରହଣ କରିପାରେ ନା। ତେଣୁ ମଣିଷ ତାଙ୍କୁ ବୁଝିବାରେ କମ ରହିଯାଏ, ଯୋଉଥିପାଇଁ ସେଇ ବିଧାତାଙ୍କୁ ତାର ଅଗ୍ରପୂଜ୍ୟ ବୋଲି ସେ ଗ୍ରହଣ କରିପାରେ ନା, ଆଉ ତାଙ୍କ ବିଧିକୁ ମଧ୍ୟ ମାନେ ନା। ତେଣୁ ବିଧି ଯେତେ ଉଚ୍ଚ କୋଟିର ହେଇଥାଉ ଆଉ ଯେତେ ଉଚ୍ଚମାନର ହେଇଥାଉ, ଯେ ପର୍ଯ୍ୟନ୍ତ ମୁଁ ବିଧାତାକୁ ଗ୍ରହଣ କରିନି, ତାଙ୍କର ସମ୍ପୂର୍ଣ୍ଣ ବିଧିକୁ ମୁଁ ଗ୍ରହଣ କରିପାରେ ନା। ଏଇ କ୍ରମରେ ମନେ ପଡେ ଯେ ଥରେ ମୁଁ ଗୋଟେ ହସ୍ପିଟାଲ, ନେଚରପାତି ହସ୍ପିଟାଲରେ ଥାଏ। ତିନି ମହଲା ଉପରୁ ଦେଖିଲି ଜଣେ ଗୁରୁ ଭାଇ ତଳେ ଯାଉଛନ୍ତି। ମୁଁ ଦୌଡ଼ି ଦୌଡ଼ିକି ଆସିଲି। 7 ଦିନ ଏକା ଏକା ରହୁଥାଏ, ତାଙ୍କୁ ଦେଖିକି ମୁଁ ଦୌଡ଼ିକି ଆସିଲି ଯେ ଆମ ଗୁରୁ ଭାଇ ଜଣେ ଦେଖା ହେଇଗଲେ, ଆଟଲିଷ୍ଟ ତାଙ୍କ ସହିତ ଆଳାପ କରିବି। କାରଣ ଗୁରୁ ଭାଇ ତାକୁ ଯାହାଙ୍କ ସହିତ ଆଳାପରେ କେବଳ ଗୁରୁଙ୍କ କଥା ଆଲୋଚନା କରାଯାଏ, ତା ସହିତ ଗୁରୁ ଭାଇ ବୋଲି କୁହାଯାଏ। କିନ୍ତୁ ଅନେକ ସମୟରେ ଆମେ ଗୁରୁ ଭାଇଙ୍କୁ ବ୍ୟବସାୟିକ କଥାବାର୍ତ୍ତା ହଉ, ଝିଅ ବାହାଘର, ଚାକିରି ବାକିରି, ବହୁତ କଥା କଥାବାର୍ତ୍ତା ହଉ, କିନ୍ତୁ ଗୁରୁଙ୍କ କଥା ଡିସ୍କସନ କରୁନା। ସିଏ ପ୍ରକୃତରେ ଗୁରୁ ଭାଇ ହେଇପାରନ୍ତିନି ଦି ଜଣ। ଯାହା ବି ହଉ, ମୁଁ ଦୌଡ଼ି ଦୌଡ଼ି ଆସିକି ତାଙ୍କୁ ଜୟଗୁରୁ କଲି। ସେ ବହୁତ ମାନେ ଅନିଚ୍ଛାକୃତ ଭାବରେ ମତେ ଜୟଗୁରୁ ବୋଲି କଲେ। ତାପରେ ମୁଁ ତାଙ୍କୁ ପଚାରିଲି ଆପଣ କେମିତି କୋଉଠୁ ଆସିଛନ୍ତି, କଣ କରୁଛନ୍ତି। ସେ ଜଣେ ଆରଟିଓ ଅଫିସର ଥିଲେ, ମାନେ ରୋଡ ଟ୍ରାନ୍ସପୋର୍ଟ ଅଫିସର। ବହୁତ ଖୁସି ହେଲି, ଯାହା ହଉ ଆପଣ ଆମର ଗୁରୁ ଭାଇ ବୋଲି। କିଛି କହୁନଥାନ୍ତି, କିଛି ସମୟ ପରେ କହିଲେ ଯେ ମୁଁ ଗୁରୁ ଭାଇ ନୁହେଁ ଆପଣଙ୍କର। ମୋର ମୁଁ ତାଙ୍କ ପୋଷାକକୁ ଦେଖୁଥାଏ, ଆମର ଏଇ ସତ୍ସଙ୍ଗର ପୋଷାକ ପିନ୍ଧିଛନ୍ତି। ତ ମୁଁ କହିଲି ଆପଣ ତ ଆମର ଠାକୁରଙ୍କର ଯୋଉ ମାନେ ପ୍ରଚଳିତ ପୋଷାକଟି ପିନ୍ଧିଛନ୍ତି, ସେଥିପାଇଁ ମତେ ଗୁରୁ ଭାଇ ଲାଗିଲା। ସେ କହିଲେ ଏଇ ଡ୍ରେସଟା ମତେ ବହୁତ ଭଲ ଲାଗେ, ଏଇ ଡ୍ରେସ ବହୁତ ସଫ୍ଟ ଥାଏ, ଆଉ ଏୟାର ଫ୍ଲୋ ବି ଭଲ କରେ, ଆଉ ବହୁତ କମ ରେଟରେ ବି ମିଳେ, ମତେ ଏଇ ଡ୍ରେସଟା ଭଲ ଲାଗେ। ମୁଁ ତৎକ୍ଷଣାତ ପଚାରିଲି ଆଉ କଣ କଣ ଠାକୁରଙ୍କର ଭଲ ଲାଗେ। ସେ କହିଲେ ଠାକୁରଙ୍କର ଯୋଉ ସତ୍ସଙ୍ଗ ହୁଏ, ସେ ଯୋଉ ଡାଲମା ହୁଏ, ସେ ବହୁତ ଭଲ ଲାଗେ। ମୁଁ ପଚାରିଲି ଆଉ କଣ ଭଲ ଲାଗେ, ନା ଯୋଉ ଜୟରାଧେ କୀର୍ତ୍ତନ ହୁଏ, ସେ କୀର୍ତ୍ତନଟା ବି ବହୁତ ଭଲ ଲାଗେ। ମୁଁ ଗମ୍ଭୀର ହେଇଗଲି। ମୁଁ ତାଙ୍କୁ କହିଲି ଏ ଯୋଉ ଜିନିଷ ସବୁ ଭଲ ଲାଗେ ଆପଣଙ୍କୁ, ଏ ଜିନିଷର ଯିଏ ସ୍ରଷ୍ଟା ସିଏ ଆପଣଙ୍କୁ ଭଲ ଲାଗନ୍ତିନି। କହିଲେ ହଁ ମୁଁ ଯାଇଛି, ସତ୍ସଙ୍ଗ ଯାଏ, କିନ୍ତୁ ମୁଁ କାହିଁକି ଟିକେ ଦୀକ୍ଷା ନେଇନି। ତାଙ୍କ ସ୍ତ୍ରୀ ଦୌଡ଼ି ଆସିଲେ, ଚାଲ 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 ବୋଲିକି ତାଙ୍କୁ ପୁରା ମାନେ ମାନେ ଅତି କମାଣ୍ଡିଂ ଭଏସରେ ତାଙ୍କୁ କହିଲେ। ସେ ତଳୁ ମୋ ସାଙ୍ଗରେ ଆଉ କଥା ହେଲେନି, ଚାଲିଗଲେ ସେ। ତେଣୁ ଆଉ ଗଲାବେଳେ ତାଙ୍କ ସ୍ତ୍ରୀ ବହୁତ ଦୂରରେ ଥିଲେ, ମତେ କହିଲେ ମୁଁ ଏଇଥିପାଇଁ ଦୀକ୍ଷା ନେଇ ପାରିନି କାରଣ ମୋ ସ୍ତ୍ରୀ ଚାହେଁନି। ମୁଁ ବୁଝିଗଲି ଜିନିଷଟା। ଯାହା ବି ହଉ, ଏଇ ଯୋଉ ବୈଚାରିକ ଚିନ୍ତାଧାରା, ଆମେ ଠାକୁରଙ୍କର କିଛି ଜିନିଷକୁ ଗ୍ରହଣ କରୁ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏଇଥିପାଇଁ ଗ୍ରହଣ କରିପାରୁନା କାରଣ ଠାକୁରଙ୍କୁ ଆମେ ସର୍ବୋତ ଭାବରେ ଗ୍ରହଣ କରିପାରୁନା। ଆଉ ଆମର ଯାହା କିଛି କମି ରହିଯାଏ, ପ୍ରାର୍ଥନା କମି ରହିଯାଏ, କି ସୁସ୍ଥ ନବାରେ ଇଚ୍ଛା ନଥାଏ, କି ଯାହା କିଛି ବି କମି ରହେ ଠାକୁରଙ୍କ ବିଧିକୁ ମାନିବାରେ, ସେଇଠି ବୁଝି ନବାକୁ ପଡିବ ଠାକୁରଙ୍କୁ ଆମେ ବୁଝିବାରେ ସେତିକି ହିଁ କମି ରହିଛି, ଯୋଉଥିପାଇଁ ଆମର ବୈଚାରିକ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବରେ ତାଙ୍କୁ ମୁଁ ଗ୍ରହଣ କରିପାରୁନି। ମୋର ଜଣେ ସମ୍ପର୍କୀୟକୁ ମୁଁ କାଲି କହୁଥିଲି, ସେ ଅନେକ ମନ୍ଦିର ଯାଏ, ଅନେକ ଗୁରୁଙ୍କ ଆଶ୍ରମ ଯାଏ, ଦୀକ୍ଷା ନେଇଛି, ଇଷ୍ଟବୁଦ୍ଧି ସୁସ୍ଥ କରେ, ଅନେକ ଜାଗାକୁ ଯାଏ, ଅନେକ ମଠରେ ଯାଏ, ଅନେକ ଜାଗାରେ କୋଉଠି ମେଡିଟେସନ ହେଲା ଏଠିକି ସେଠିକି ଯାଏ।
ମୁଁ ତାକୁ ଖାଲି କହୁଥିଲି ଯେ ତୁ ଯୋଉ ଅନେକ ଜାଗା ଯାଉଛୁ, ତୁ ଠାକୁରଙ୍କୁ କଣ ସର୍ବତ ଭାବରେ ଗ୍ରହଣ କରିପାରିନୁ? ମୁଁ କହିଲି, ମୋ ମନ କହେ ତୁ ସର୍ବତ ଭାବରେ ଠାକୁରଙ୍କୁ ଗ୍ରହଣ କରିନା। ଯଦି ଗ୍ରହଣ କରିଥାନ୍ତୁ ତୁ ଆଉ ଅନ୍ୟ ଜାଗାକୁ ଯାଉନଥାନ୍ତୁ। ସେଠୁ ଗମ୍ଭୀର ରହିଲା, କହିଲା ତମେ ଠିକ ବୁଝିଛ। ମୁଁ କହିଲି, ଏଇ ଯୋଉ ଚିନ୍ତାଧାରା ତୋ ପାଇଁ କଣ ପାଇଁ ଆସୁଛି ଯେ ଠାକୁରଙ୍କୁ ମୁଁ ସର୍ବତ ଭାବରେ ଗ୍ରହଣ କରିବି, ପୁରୁଷୋତ୍ତମକୁ ମୋ ଜୀବନରେ ଗ୍ରହଣ କରିବି? ସେ ଗ୍ରହଣ ନ କରିବାର ଧାରାଟା ତୋ ପାଖକୁ କଣ ପାଇଁ ଆସୁଛି? ଯଦି ସେ ଅନେକ ଭାବରେ ବ୍ୟତିବ୍ୟସ୍ତ, ପରିବାର ଭିତରେ ଶାନ୍ତି ନାହିଁ, ସ୍ୱସ୍ତି ନାହିଁ, ପାରିବାରିକ ଜୀବନ ଛିନ୍ନ ବିଚ୍ଛିନ୍ନ ହେଇଯାଇଛି, ପିଲାମାନେ ସ୍ତ୍ରୀ କେହି ନିଜ ତାଙ୍କର ଆକଟରେ ନାହାନ୍ତି, ଉଜୁଡା ପରିବାର ଆଉ ଉଜୁଡା ମଣିଷ। ଠାକୁରଙ୍କ ଦୀକ୍ଷା ନେଇ ସବୁ କିଛି ମାନୁଥିଲେ, କିଛି କିଛି ମାନୁଥିଲେ ବି ଉଜୁଡା ସବୁ କିଛି। କାହିଁକି ନା ସେ ସର୍ବତ ଭାବରେ ଠାକୁରଙ୍କୁ ଗ୍ରହଣ କରିପାରିନାହାନ୍ତି। ଶ୍ରୀ ଠାକୁର ଯେ ପୁରୁଷୋତ୍ତମ, ପରମ ପ୍ରେମୟ ଏବଂ ଏ କଳି ଯୁଗର ଏ ସନ୍ଦିଗ୍ଧରେ ସିଏ ହିଁ ଆସିଛନ୍ତି। ଏବଂ ଶ୍ରୀ ଠାକୁର କହୁଥିଲେ ଦ ଗଡ ଇଜ ୱାନ୍ and all prophets are the same and the present prophets is the fulfiller of the all prophets। ଯେତେ ବିବର୍ତ୍ତିତ ଧାରା ଭିତରେ ଯେତେ ମାନେ ବିବର୍ତ୍ତିତ ପୁରୁଷୋତ୍ତମ ଆସିଛନ୍ତି, ସମସ୍ତଙ୍କୁ ବର୍ତ୍ତମାନର ପୁରୁଷୋତ୍ତମ ସମସ୍ତଙ୍କୁ ପୂରଣ କରିକି ଆସିଛନ୍ତି। ଶ୍ରୀକୃଷ୍ଣ ଯେତେବେଳେ ଆସିଥିଲେ ସେତେବେଳେ ହରେ କୃଷ୍ଣ ହରେ ରାମ ଜପ କରିବାକୁ କହିନଥିଲେ, କିନ୍ତୁ ନିତାଇ ଚୈତନ୍ୟ ଆସି ତାକୁ ଜପ କରିଥିଲେ। ତେଣୁ ଯିଏ ଯେତେବେଳେ ଆସନ୍ତି ସେ ଏକ ପରିବର୍ତ୍ତନ ଧାରା ଭିତରେ ସେଇ ସମୟକୁ, ସେଇ ସମାଜକୁ ଲକ୍ଷ୍ୟ କରିକି ସେଇ ବିଧି ମାଫିକ ପ୍ରଚଳୀ ନେଇକି ଆସନ୍ତି। ତେଣୁ ତାଙ୍କୁ ଯଦି ବିବର୍ତ୍ତନ ଧାରା ଭିତରେ ଗ୍ରହଣ କରା ନଯାଏ, ତାହେଲେ ପୂର୍ବ ପୁରୁଷୋତ୍ତମ ମାନଙ୍କୁ ବୁଝିବାକୁ ମଧ୍ୟ ସମ୍ଭବ ହୁଏନି, ଆଉ ତାଙ୍କୁ ଗ୍ରହଣ କରିବା ସମ୍ଭବ ହୁଏନି। ଆମେ ମୁହଁରେ କହୁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଆସିକି ପୁଣି ମଟନ ଚିକେନ ବାଟରେ ଖାଇଦଉ, କାରଣ ସିଏ ଆମର ନୟନର ପଥ ହୁଅନ୍ତି ନାହିଁ। କାରଣ ଯେତେବେଳେ ପର୍ଯ୍ୟନ୍ତ ଆମେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିବୁନା, ଶ୍ରୀ ଠାକୁରଙ୍କର ଯୋଉ ବିଚାରଧାରା ଅଛି, ଠାକୁରଙ୍କୁ ଆମେ ବହୁତ କମ ଜାଣୁ, ଆଉ ଯେତିକି ବି ଜାଣୁ ସେତିକି ଆମ ଭିତରେ ସନ୍ଦେହର ଏକ ବାତାବରଣ ମଧ୍ୟ ଥାଏ। ସମ୍ପୂର୍ଣ୍ଣ ଭାବରେ କାହାରି କଥାକୁ ବିଶ୍ୱାସ ବି କରିପାରୁନା, ଆଉ ତାଙ୍କର ସେ ଅଲୌକିକତାର ଭାବଧାରାକୁ ଆମେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ ବି କରିପାରୁନା। ତଥାକଥିତ এই ବୈଜ୍ଞାନିକ ଜୀବନ ଧାରା ଭିତରେ ଯୋଉ ଆଧୁନିକତାର ପୋଷାକ ନେଇ ଆମେ ଯୋଉ ଜୀବନ ଯାପନ କରୁ, ସେଇ ଧାରା ଭିତରେ ଆମର ଯୋଉ ଚଳଣି ଅଛି, ସେ ଚଳଣି ଭିତରେ ଆମେ ଅନେକ ସମୟରେ ଏଇ ଯୋଉ ପରିବର୍ତ୍ତିତ ଜୀବନ ଧାରା, ଯୋଉ ଜୀବନର ଧାରା, ପ୍ରଚଳିତ ଧାରା ଯୋଉ ପରିବର୍ତ୍ତନ ହେଇ ଚାଲିଛି, ସେ ଧାରା ଭିତରେ ଆଜି ସକ୍ରିୟ ହେଇ ଉଠିଛନ୍ତି ଜେନଜି ଆଉ ଜେନ୍ ଆଲଫା ଗ୍ରୁପ। ତେଣୁ ସେ ସକ୍ରିୟତା ଭିତରେ ମଣିଷର ଚିନ୍ତାଧାରା ନିଷ୍ପ୍ରଭ, ନିଷ୍କ୍ରିୟ ହେଇ ଉଠୁଛି। ନିଜ ପରିବାରରେ ସନ୍ତାନ ସନ୍ତତିକୁ ସେଇ ଭାବଧାରାରେ ଭିତରେ ବୁଝେଇ ଆଣିବାର ପ୍ରଚେଷ୍ଟା ବି ଅନେକ ସମୟରେ ଫେଲ ମାରି ଯାଉଛି। ତାର ମୂଳ କାରଣକୁ ଯଦି ଆମେ ଦେଖୁ, ଆମେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିପାରିଲୁ। ଯୋଉ ବ୍ୟକ୍ତିର କଥା କହୁଥିଲି, ଯାର ପାରିବାରିକ ଜୀବନ ଆଜି ଉଜୁଡା, ସେ ଯଦି ଠାକୁରଙ୍କୁ ସର୍ବତ ଭାବରେ ଗ୍ରହଣ କରିଥାନ୍ତା, ମୁଁ ତାକୁ ସେଇ କଥା କହୁଥିଲି, ତୁ ଠାକୁରଙ୍କୁ ଭାବରେ ସର୍ବତ ଭାବରେ ଗ୍ରହଣ କରିଥାନ୍ତୁ, ଠାକୁରଙ୍କର ପୁରା ଯୋଉ ପୁସ୍ତକ ଯଦି ଅଧ୍ୟୟନ କରନ୍ତୁ, ତାଙ୍କର ଧାରା, ତାଙ୍କର ବିଚାରଧାରା, ତାଙ୍କର ଯୋଉ ଦର୍ଶନ କୁ ଯଦି ତୁ ଅକ୍ଷରେ ଅକ୍ଷରେ ବୁଝନ୍ତୁ, ତୁ ମଧ୍ୟ ଶାନ୍ତିରେ ବଞ୍ଚି ପାରନ୍ତୁ। ତୁ ଅନେକ ମଠ, ଅନେକ ସଂସ୍ଥା ସହିତ ଯୋଡି ହୁଅନ୍ତୁନି କି ଯାଆନ୍ତୁନି ତୋର ସେ ଶାନ୍ତିର ମାର୍ଗକୁ ଖୋଜିବା ପାଇଁ। ଆଉ ଠାକୁରଙ୍କ ଧାରା ଭିତରେ ତୁ ଯଦି ରହିଥାନ୍ତୁ, ତ ପରିବାର ବି ଆଜି ଉଜୁଡିବା କଣ୍ଡିସନରେ ନଥାନ୍ତା।
କାହିଁକି ଠାକୁର ଆସିଛନ୍ତି, ଠାକୁର କହୁଥିଲେ ଏଭ୍ରି ହାଉସ୍ ଟୁ ବି ରିଫର୍ମ ଆଣ୍ଡ ଏଭ୍ରି ମ୍ୟାନ୍ ଟୁ ବି ରିକନଷ୍ଟ୍ରକ୍ଟେଡ। ଯେ ପର୍ଯ୍ୟନ୍ତ ଏଇ ମ୍ୟାନ୍ ଟା ରିକନଷ୍ଟ୍ରକ୍ଟେଡ ନ ହେଇଛି, ଏ ହାଉସକୁ କେବେ ହେଲେ ରିଫର୍ମ କରାଯାଇ ପାରିବ ନାହିଁ। ତେଣୁ ଏ ହାଉସକୁ ରିଫର୍ମ କରିବା ପାଇଁ ହେଲେ ପ୍ରଥମେ ମ୍ୟାନ୍ ଟାକୁ ରିକନଷ୍ଟ୍ରକ୍ଟ କରିବାକୁ ପଡିବ। ଆଉ ମ୍ୟାନ୍ ଟା ରିକନଷ୍ଟ୍ରକ୍ଟ ସେତେବେଳେ ହବ ଯେତେବେଳେ ତା ଭିତରେ ଠାକୁରତ୍ୱଟା ଜାଗେଇ ଉଠିବ। ଆଉ ଠାକୁରତ୍ୱଟା ସେତେବେଳେ ଜଗେଇ ଉଠିବ ଯେ ଠାକୁରଙ୍କୁ ମୋ ଜୀବନର କାଣ୍ଡାଳି ବା ଜୀବନର ପୁରୁଷୋତ୍ତମ ହିସାବରେ, ଲିଭିଂ ଆଇଡିଆଲ ହିସାବରେ ଯଦି ମୁଁ ଗ୍ରହଣ କରେ। ଈଶ୍ୱର କୋଉଠି ଅଛନ୍ତି, ଈଶ୍ୱର କିଏ ଯଦି ପଚରାଯାଏ, ଠାକୁରଙ୍କ ବିଚାରଧାରାକୁ ଯଦି ଦେଖାଯାଏ, ଠାକୁର କହୁଛନ୍ତି ଗଡ୍ ଇଜ ଆଇଡିଆଲ। ଈଶ୍ୱର ହଉଛନ୍ତି ଜୀବନ୍ତ ଆଦର୍ଶ, ଲିଭିଂ ଆଇଡିଆଲ, ଯାହାଙ୍କ ଜୀବନ ଦର୍ଶନକୁ ଗ୍ରହଣ କରିକି ମଣିଷ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିପାରେ। ସେ ହଉଛନ୍ତି ଦ ଗଡ୍, ସେ ହଉଛନ୍ତି ଲିଭିଂ ଆଇଡିଆଲ। ତେଣୁ ଏଇ ଯୋଉ ଭାବଧାରାକୁ ଯେପର୍ଯ୍ୟନ୍ତ ଆମେ ନ ବୁଝିଛୁ, ସେ ପର୍ଯ୍ୟନ୍ତ ଆମେ ଠାକୁରଙ୍କୁ ସର୍ବତ ଭାବରେ ଗ୍ରହଣ କରିପାରିବୁ ନାହିଁ। ଅନେକ ସମୟରେ ଆମେ ଠାକୁରଙ୍କୁ ସର୍ବତ ଭାବରେ ଗ୍ରହଣ କରୁ, କିନ୍ତୁ ଠାକୁରଙ୍କର ବେସିକ ଫିଲୋସଫି ବା ବେସିକ ଦର୍ଶନ ବା ବେସିକ ଅଣ୍ଡରଷ୍ଟାଣ୍ଡିଂ ଟାକୁ ଆମେ ବୁଝୁନା। ତେଣୁ ଠାକୁର କଣ ଚାହୁଁଥିଲେ? ଠାକୁର ଚାହୁଁଥିଲେ, ଠାକୁର ପ୍ରତ୍ୟେକ ମଣିଷକୁ କ୍ଷୁଦ୍ର ଭଗବାନ ବୋଲି କହୁଥିଲେ, ଆଉ ସମସ୍ତଙ୍କ ଭିତରେ ସେ ଭଗବତ ସତ୍ତାଟାକୁ ଉଜ୍ଜୀବିତ କରିବା ପାଇଁ ଠାକୁର ଚାହୁଁଥିଲେ। ଏବଂ ତା ଭିତରେ ସେ ଭଗବତ ସତ୍ତାଟା ଉଜ୍ଜୀବିତ ହଉ, ଆଉ ସେ ଉଜ୍ଜୀବିତ ଧାରା ଭିତରେ ସେ ସମସ୍ତଙ୍କୁ ଆଦର କରୁ, ପ୍ରେମ କରୁ, ଆଉ ସେଇ ପ୍ରେମର ଡୋରିରେ ସମସ୍ତଙ୍କୁ ବାନ୍ଧି ଦଉ। ତାହେଲେ ପରମପିତାଙ୍କର ସେଇ ଗାଥା ହିଁ, ପରମପିତାଙ୍କର ଯୋଉ ଆଦର୍ଶ, ତାହା ହିଁ ପ୍ରତିପାଦିତ ହେଇପାରିବ। ମଣିଷ ଯଦି ପରିବର୍ତ୍ତନ ଧାରା ଭିତରେ ସେଇ ପରମ ପ୍ରେମଙ୍କର ସେଇ ପ୍ରେମର ବାର୍ତ୍ତାକୁ ଯଦି ସେ ଜୀବନରେ ଗ୍ରହଣ କରୁଥାନ୍ତା, ଆଉ ସମସ୍ତଙ୍କ ଭିତରେ ଯଦି ପ୍ରେମକୁ ବିତରଣ କରୁଥାନ୍ତା, ସମସ୍ତଙ୍କୁ ଭଲ ପାଉଥାନ୍ତା, ଆଉ ସମସ୍ତଙ୍କ ଭିତରେ ଗୋଟେ ନୂତନ ପରିଚୟ ଯଦି ସୃଷ୍ଟି କରିଥାଇ ପାରନ୍ତା, ପ୍ରତ୍ୟେକ ଗୁରୁ ଭାଇ ଯଦି କରିପାରନ୍ତେ, ତେବେ ଡିପି ୱାର୍କର ଆବଶ୍ୟକ ପଡନ୍ତା ନାହିଁ। ତେଣୁ ଆମେ ଠାକୁରଙ୍କର କାମ କରୁଛୁ, କିନ୍ତୁ ଆମେ ନିଜର ପରିଚୟରେ, ଆମେ ଅନେକ ସମୟରେ ନିଜ ପରିଚୟରେ ଆମେ ପରିଚିତ। ବହୁତ ସମାଜରେ ଆମେ ବହୁତ କମ ଭାବରେ ଜଣେ ଗୁରୁ ଭାଇ ଭାବରେ ପରିଚିତ। ଯୋଉ ଏରିଆରେ ମୁଁ ଡିପି ୱାର୍କ କରେ, ସେଠି ମତେ ଜୟଗୁରୁ ସାର୍ ବୋଲି କହନ୍ତି, ଯଦିଓ ମତେ ଅନ୍ୟମାନେ ବାରିକ ସାର୍ କହନ୍ତି, ସେଠି ମତେ ଜୟଗୁରୁ ସାର୍ ବୋଲି କହନ୍ତି। ଆଉ ମୁଁ ଭାରି ଖୁସି ବି, ୟା ଦ୍ଵାରା ଠାକୁରଙ୍କର ଇଷ୍ଟ ପ୍ରତିଷ୍ଠା ହଉଛି। ସେ ଅଞ୍ଚଳରେ ମତେ ସମସ୍ତେ ଜୟଗୁରୁ ସାର୍ ବୋଲି ଡାକନ୍ତି। ଠିକ ଅଛି, ଯାଉ ଠାକୁରଙ୍କର ପ୍ରତିଷ୍ଠା ହେଇପାରୁଛି, ସେଇଥିରେ ମୁଁ ବହୁତ ଖୁସି ହୁଏ। ତେଣୁ ବାସ୍ତବିକତା ହଉଛି, ଆମର ଜୀବନ ଚଳଣି ଚରିତ୍ରକୁ ଯଦି ଆମେ ପରିବର୍ତ୍ତନ ନ କରୁ, ଠାକୁରଙ୍କର ଯୋଉ ବିଚାରଧାରା ଅଛି, ସେଇ ବିଚାରଧାରାର ମଣିଷ ଆମେ ଯଦି ନ ହେଇପାରୁ, ତେବେ ଆମ ପରିବାରକୁ ମଧ୍ୟ ପରିବର୍ତ୍ତନ କରିପାରିବା ନାହିଁ, ବା ଆମ ସମାଜକୁ ମଧ୍ୟ ପରିବର୍ତ୍ତନ କରିପାରିବା ନାହିଁ। ଏ ସମାଜ ଦିନେ ଉଜୁଡି ଯିବ, ଆଉ ଏ ସମାଜରେ ଏଇ ମାନବ ସଭ୍ୟତା ଆଜି ଯେ ଯୋଉ ଅବସ୍ଥାରେ ଆଜି ପହଞ୍ଚିଛି, ଏ ମାନବ ସଭ୍ୟତାକୁ ବଞ୍ଚେଇ ରଖିବାଟା କଷ୍ଟ ହେଇଯିବ। କାରଣ ଯୋଉ ଆଡଲ୍ଟରେସନ ଅଫ ଫୁଡ, ଯୋଉଟା ଖାଦ୍ୟର ଯୋଉ ଅପମିଶ୍ରଣତା ଆଜି ଯାହା ସମାଜରେ ବ୍ୟାପି ଚାଲିଛି, ଯିଏ ବିକୁଛି ସେ ପାପି, ଯିଏ ଖାଉଛି ସେ ତାର ତ ମୃତ୍ୟୁ ହଉଛି। ଆଜି ସବୁ କିଛି ଆଡଲ୍ଟରେଟେଡ, ଆର୍ଟିଫିସିଆଲ। କାହିଁକି? ମଣିଷ ଆଉ ପରିଶ୍ରମ କରିବା ପାଇଁ ଚାହୁଁନି, ମଣିଷ ଚାଷ ବି କରିବା ପାଇଁ ଲୋକ ମିଳୁନାହାନ୍ତି। କାହିଁକି? ଆମେ ସନ୍ତାନ ସନ୍ତତିଙ୍କ ସଂଖ୍ୟା ବି କମେଇ ଦେଇଛୁ। ମାନେ ଆମେ ଦୁଇ, ଆଉ ଆମର ଦୁଇ ପରେ ଆମର ଏକ, ତାପରେ ବହୁତ ଲୋକଙ୍କର 1.93, ତା ମାନେ 200 କପୁଲରୁ 193 ଛୁଆ ଜନ୍ମ ହଉଛନ୍ତି। ଏଇଭଳି ଅବସ୍ଥାରେ ଆମେ ଆସି ପହଞ୍ଚି ଯାଇଛୁ। ତେଣୁ ଯଦି ଏଇ ଧାରାକୁ ଯଦି ବଦଳା ନଯାଏ, ପାରିବାରିକ ଜୀବନଟା ଆଜି ଯେତେବେଳେ ଗୋଟେ ମାତ୍ର ଛୁଆ ଚାକିରି କରିବାକୁ ବାହାରକୁ ଚାଲି ଯାଉଛି, ବାପା ମା ସମସ୍ତେ ଏକା ହେଇଯାଉଛନ୍ତି। ତେଣୁ ସେଇ ଧାରାଟାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ। ତେଣୁ ତାର ମୂଳ କାରଣ ହଉଛି ଟେକ୍ନୋଲୋଜିକାଲ। ଯୋଉ ଟେକ୍ନୋଲୋଜି ଆଜି ବଢି ଚାଲିଛି, ଧୀରେ ଧୀରେ ସ୍ପର୍ମ କାଉଣ୍ଟ ମଧ୍ୟ କମି ଚାଲିଛି। ସନ୍ତାନ ସୃଷ୍ଟି କରିବାର
କ୍ଷମତା ମଧ୍ୟ ପୁରୁଷ ଆଉ ନାରୀର ଆଜି କମି ଚାଲିଛି। ବୈଚାରିକ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଇଛି। ବହୁତ ଲେଟ୍‌ରେ ମ୍ୟାରେଜ କରୁଛନ୍ତି। ଲେଟ୍‌ରେ ମ୍ୟାରେଜ କରିବା ଦ୍ୱାରା ଠାକୁରଙ୍କର ବିଚାରଧାରା ଭିତରେ ବିବାହ ହେଇପାରୁନି। କାରଣ ଗୋଟେ ଝିଅଟା ଆଚାର୍ଯ୍ୟ ଦେବଙ୍କୁ ଜଣେ ନିବେଦନ କରୁଥିଲେ, 30 ବର୍ଷର ଝିଅ, ସେ ପୁଣି କେତେ ବର୍ଷ ବ୍ୟବଧାନରେ ବାହା ହବ? ବୁଢା ବର ତ ବାହା ହବନି। ଆଚାର୍ଯ୍ୟ ପାଟି କରୁଥାନ୍ତି, ତୁମରି କମ ବ୍ୟବଧାନର ବୟସଟାକୁ ବିବାହ କର। ଯଦି ଠାକୁରଙ୍କ ବିଚାରଧାରା ଯଦି ବିବାହ କରୁଥାନ୍ତ, ତାହେଲେ ତମେ ବହୁତ ଆଗରୁ 20-22 ବର୍ଷରୁ ବିବାହ କରିବା ପାଇଁ ଚେଷ୍ଟା କରିଥିଲେ ଠିକ ହେଇଥାନ୍ତା। ତେଣୁ ଠାକୁରଙ୍କର ବିଚାରଧାରାଠୁ ଆମେ ଦୂରେଇ ଯିବାର ମୂଳ କାରଣ ହଉଛି ପରିବେଶ, ପରିସ୍ଥିତି ଆଉ ସମୟ। ଯେତେବେଳେ ଆମେ ଠାକୁରଙ୍କୁ ସର୍ବତ ଭାବରେ ଜୀବନରେ ଗ୍ରହଣ କରିନେବା, ସେତେବେଳେ ଆମ ଜୀବନରେ ଅହେତୁକ ପରିବର୍ତ୍ତନ ଆସିବ। ଆମର ଚିନ୍ତା, ଚଳନୀ, ଚରିତ୍ର ଭିତରେ ଅନେକ ପରିବର୍ତ୍ତନ ଆସିବ। ଆଉ ଏଇ ସମାଜକୁ ଆମେ ସୁଧାରି ପାରିବା। ଯେପର୍ଯ୍ୟନ୍ତ ଆମେ ସୁଧୁରିଲେ ଆଉ ଅନ୍ୟକୁ ସୁଧାରିବାର ବ୍ୟବସ୍ଥା କରିପାରିବା। ଯେପର୍ଯ୍ୟନ୍ତ ଆମେ ଯାଜିତ ନୁହଁ, ସେ ପର୍ଯ୍ୟନ୍ତ ଆମେ ଯାଜନ କରିପାରିବା ନାହିଁ। ତ ସେଇଥିପାଇଁ ଆମେ ଏମିତି ମଣିଷ ତିଆରି କରିବାକୁ ପଡିବ, ଏମିତି ମଣିଷକୁ ଆମକୁ ସତ୍ସଙ୍ଗର ଭାବଧାରା ଭିତରକୁ ଧରି ଆଣିବାକୁ ପଡିବ, ଯୋଉମାନଙ୍କ ଉପସ୍ଥିତି ଅନେକ ଲୋକଙ୍କୁ ଆକର୍ଷଣ କରିବ। ସେଥିପାଇଁ ଠାକୁର କହୁଥିଲେ, ଦୀକ୍ଷା ପ୍ରୋଗ୍ରାମରେ ଗଲେ ବଡ ପିଣ୍ଡା ଦେଖିକି ବସିବେ। ତାର ଉଦ୍ଦେଶ୍ୟ ଥିଲା, ଗାଁର ଯୋଉ ମୁଖିଆ ଲୋକଙ୍କର ଘର ବଡ ଉଚ୍ଚ ପିଣ୍ଡା ଥିଲା, ସେଇଠି ବସିଲେ କଣ ହବ, ଯଦି ମୁଖିଆ ଲୋକଟାକୁ ଆମେ ଦୀକ୍ଷିତ କରିଦେଇ ପାରୁ, ବା ଜଣେ ଗାଁର ପ୍ରତିଷ୍ଠିତ ବା ସମାଜରେ ପ୍ରତିଷ୍ଠିତ ମଣିଷକୁ ଯଦି ଦୀକ୍ଷା ଦେଇପାରୁ, ତାର ଅନୁଗାମୀ ଅନେକ ଲୋକଙ୍କୁ ଆମେ ସହଜରେ ଦୀକ୍ଷା କରେଇ ପାରିବା। ତେଣୁ ସେଇ ବିଚାରଧାରାକୁ ନେଇକି ଆମେ ଚାଲିବାକୁ ପଡିବ। ତେଣୁ ଠାକୁରଙ୍କର ଯୋଉ ଅଲୌକିକ ଭାବଧାରାକୁ ଯଦି ଦେଖୁ, ତେଣୁ ଠାକୁରକୁ ଆମେ ଯୋଉ ବୁଝିବାର କମି ରହିଛି, ଯାହା ଦାଦା ଆଜି କହୁଥିଲେ ଯେ ଠାକୁରଙ୍କର ଏଇ ଜନ୍ମ ମାସ, ତେଣୁ ଠାକୁରଙ୍କର ସେ ଅଲୌକିକ ଜୀବନ ଧାରାକୁ ଆଜି ଆମେ କିଛି କିଛି ଆଲୋଚନା କରିବା। ପ୍ରଥମେ ଦେଖିବା ଯେ ଠାକୁରଙ୍କର ମାନେ ଜନ୍ମ ନେବାର ପୂର୍ବରୁ ଠାକୁର ଯେତେବେଳେ ମାତା ମନମୋହିନୀ ଦେବୀଙ୍କ ଗର୍ଭରେ ଥିଲେ, ସେଇ ସମୟରେ ଋଷିମାନେ ଆସିକି ତାଙ୍କ ମାଙ୍କର ପାଦରେ ଫୁଲ ଚନ୍ଦନ ଦେଇ ଦିଉଥିଲେ। କାହିଁକି? ତାଙ୍କର ଗର୍ଭରୁ, ସେମାନଙ୍କର ସାଧନାରୁ ସେ ଜାଣି ପାରୁଥିଲେ ଯେ ମାଙ୍କ ଗର୍ଭରୁ ଜଣେ ଦିବ୍ୟ ପୁରୁଷ, ପୁରୁଷୋତ୍ତମ ଜନ୍ମ ନେବାର ଅଛି ବୋଲି। ଏବଂ ମନମୋହିନୀ ଦେବୀଙ୍କର ଯିଏ ଶାଶୁମା ଥିଲେ, ସେଇ ସବୁ ଗ୍ରହଣ କରୁନଥିଲେ, ବିରକ୍ତ ହଉଥିଲେ। ଆଉ ଠାକୁରଙ୍କର ଜନ୍ମର ଅବହିତ ପୂର୍ବରୁ ମନମୋହିନୀ ଦେବୀଙ୍କୁ ଏ ନାମଟା ପ୍ରାପ୍ତ ହବା, ତା ମଧ୍ୟ ଏକ ସୃଷ୍ଟିର ଏକ ବୈଚିତ୍ରିକ ଚିନ୍ତାଧାରା, ବୈଚିତ୍ର୍ୟମୟ ଜିନିଷ। ମନମୋହିନୀ ଦେବୀଙ୍କ ସହିତ ଯାହାଙ୍କ ହଜୁର ମହାରାଜଙ୍କ ପାଖରୁ ଯୋଉ ଦୀକ୍ଷା ନେଇଥିଲେ, ଏବଂ ତାହା ମଧ୍ୟ ଏକ ମାନେ ଏଇ ଧାରା ଭିତରେ ଆସିଥିଲା। ଏବଂ ସାଧାରଣତଃ ଗୋଟେ ସନ୍ତାନଟି ମାତୃ ଗର୍ଭରେ 9 ମାସ ବା 10 ମାସ ଭିତରେ ସେ ବିତେଇ ଥାଏ। ଅନେକ ସମୟ ତ ପ୍ରିମ୍ୟାଚୁର ବି ହୁଅନ୍ତି, ଡେଲିଭରି ହୁଏ। କିନ୍ତୁ ଠାକୁର 11 ମାସ 12 ମାସ ପର୍ଯ୍ୟନ୍ତ ମାତୃଗର୍ଭରେ ବିତେଇଥିଲେ। ଇଏ କମ ବଡ ଅଲୌକିକତା କାହାଣୀ ନୁହେଁ। ଆଜିର ମେଡିକାଲ ସାଇନ୍ସ ପାଖରେ ତାର ହୟତ ଉତ୍ତର ନାହିଁ, ଯେ ଗୋଟେ ସନ୍ତାନଟେ ଗୋଟେ ମାତୃ ଗର୍ଭରେ 11 ମାସ ଅତିକ୍ରାନ୍ତ କରି 12 ମାସରେ ଯେ ଜନ୍ମ ନେଇପାରେ, ତା ପଛପଟର କାରଣ କଣ ଥାଇପାରେ, କଣ ଏମିତି ଆବନର୍ମାଲିଟି ଥିଲା ଯୋଉଥିପାଇଁ ସେ ଜନ୍ମ ହେବାର ଏତେ ବିଳମ୍ବ ଥିଲା, ତାର ଆଜିର ଉଗ୍ର ଆଧୁନିକ ବୈଜ୍ଞାନିକ ଧାରା ଭିତରେ ତାହାର ଉତ୍ତର ନାହିଁ। ତା ଉତ୍ତର କିଏ କହିପାରିବ? ଯେତେବେଳେ ପରମ ବିଜ୍ଞାନୀ ସ୍ୱୟଂ ପରମ ପୁରୁଷ ଯେତେବେଳେ ଜନ୍ମ ନିଅନ୍ତି, ନିଶ୍ଚିତ ଭାବରେ ତ ଏକ ବ୍ୟତିକ୍ରମ ହିଁ ହବ ନା। ତେଣୁ ସେଇ ବ୍ୟତିକ୍ରମ ଭିତରେ ସେ ଯୋଉ ଜନ୍ମ ନେଇଥିଲେ, ସେ ଠାକୁରଙ୍କର, ସିଏ ମାନେ ଧାରାକୁ ଯଦି ଦେଖାଯାଏ, ସେ ଏକ ବିସ୍ମୟକର ଜିନିଷ ଥିଲା। ଏବଂ ସାଧାରଣତଃ ଛୁଆଟେ ଯେତେବେଳେ ଜନ୍ମ ନିଏ, ସେ କ୍ରନ୍ଦନ କରେ। କିନ୍ତୁ ସାଇଣ୍ଟିଫିକାଲି ଦେଖାଯାଇଛି ଯେ ତାର ଗୋଟେ ଛୁଆଟା ଜନ୍ମ ନେବାର ସମୟରେ ତାର ଭୋକାଲ କର୍ଡଟା ଓପନ ହୁଏ, ସେଥିପାଇଁ କାନ୍ଦିଲା ବେଳେ ଶୁଭେ। କିନ୍ତୁ ଷ୍ଟଡି କରାହେଇଛି, ତାଙ୍କ ଫ୍ରିକ୍ୱେନ୍ସିକୁ ଷ୍ଟଡି କରାହେଇଛି ଅଲ୍ଟ୍ରାସାଉଣ୍ଡ ଦ୍ୱାରା,
ଯେ ମଣିଷ ତା ଲାଇଫର ହାପିଏଷ୍ଟ ମୋମେଣ୍ଟରେ ତାର ଯୋଉ ବ୍ରେନର ଫ୍ରିକ୍ୱେନ୍ସି ଯାହା ଥାଏ, ଛୁଆଟା ଜନ୍ମ ହେଲା ପରେ ସେଇ ଫ୍ରିକ୍ୱେନ୍ସି ଥାଏ। ମାତୃ ଗର୍ଭରେ ଅନ୍ଧାର ଗୃହରେ ଯେତେବେଳେ ସେ ଥାଏ, ସେ ଯୋଉ ଆଖି ବନ୍ଦ କରିକି, ସେ ତାର ଅତ୍ୟନ୍ତ କଷ୍ଟମୟ ପୀଡ଼ାମୟ ପିରିୟଡ଼ ଥାଏ। ଯେତେବେଳେ ସେ ବାହାରକୁ ଆସେ, ଆନନ୍ଦରେ ତାର ଭୋକାଲ କର୍ଡଟା ଖୋଲିଯାଏ ଏବଂ କାନ୍ଦିବାର ମାନେ ଦେଖାଯାଏ। କିନ୍ତୁ ଠାକୁରଙ୍କ ପାଖରେ ତାର ବିଡ଼ମ୍ବନା ଥିଲା, ଠାକୁର ହସିଥିଲେ। ଇଏ ମଧ୍ୟ କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ପୁଣି ଠାକୁରଙ୍କୁ ପର ମୁହୂର୍ତ୍ତେ ଯେତେବେଳେ ପଚରା ଯାଇଥିଲା ଯେ ଆପଣଙ୍କର ଭିତରେ ଏଇ ଯୋଉ ମାନେ ଆଶ୍ଚର୍ଯ୍ୟ ଜିନିଷ ଘଟିଥିଲା, ତାର କାରଣ କଣ? ଠାକୁର କହିଥିଲେ ଯେ ମୋ ପାଖରେ ଯୋଉମାନଙ୍କୁ ମୁଁ ଦେଖିଲି, ସେମାନେ ସବୁ ମୋର ଚିର ପରିଚିତ ମଣିଷଙ୍କୁ ପୁଣି ଥରେ ଦେଖିକି ମୁଁ ହସି ଉଠିଥିଲି। ସାଧାରଣତଃ ସନ୍ତାନ ଜନ୍ମ ହେଲା ବେଳେ ମାନେ ଲାଣ୍ଡୁ ହେଇକି ଜନ୍ମ ହୁଏ, କିନ୍ତୁ ଠାକୁରଙ୍କ ମସ୍ତକରେ ମାନେ ମାନେ କେଶ ଥିଲା, କି ଓଲଟା ମୁଁ କହୁଛି। ତ ମାନେ ସିଏ ବି ମଧ୍ୟ ଏକ ଅଲୌକିକତା ଥିଲା। ଏବଂ ଠାକୁର ଯେତେବେଳେ ଜନ୍ମ ନେଲେ, ପଦ୍ମାନଦୀର ଧୀବର ମାନଙ୍କ ଆଖିରେ ପଡିଲା ଯେ ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଘରେ ନିଆଁ ଲାଗିଯାଇଛି। କାରଣ ସେଇ ପରମ ପୁରୁଷଙ୍କର ଯେତେବେଳେ ଏଇ ଧରାପୃଷ୍ଠରେ ଅବତୀର୍ଣ୍ଣ ହେଇଥିଲେ, ସେଇ ଜ୍ୟୋତିର ପ୍ରକଟିତ ଯୋଉ ଜ୍ୟୋତି ପ୍ରକଟିତ ହେଇଥିଲା, ସେ ଜ୍ୟୋତି ଏତେ ଉଜ୍ଜଳ ଆଉ ତୀବ୍ର ଥିଲା, ଯାହାକି ଶିବଚନ୍ଦ୍ର ଚକ୍ରବର୍ତ୍ତୀର ଘରରେ ନିଆଁ ଲାଗିଗଲା ଭଳି ଦିଶୁଥିଲା। ଦୌଡ଼ି ଆସିଥିଲେ ଧୀବର ମାନେ ସେ ନିଆଁକୁ ଲିଭେଇବା ପାଇଁ, ଏବଂ ଆସିକି ଦେଖିଥିଲେ ସେଇ ଦିବ୍ୟ ସନ୍ତାନଙ୍କର ସେଇ ଲୀଳାକୁ, ତାଙ୍କୁ ଦର୍ଶନ କରିଥିଲେ। ଇଏ ଥିଲା ଠାକୁରଙ୍କର ସେ ଜନ୍ମ ସମୟର କଥା। ଆପଣମାନେ ସମସ୍ତେ ଜାଣିଛନ୍ତି, ଠାକୁର ଯେତେବେଳେ ଛୋଟ ଥିଲେ, ଯୋଉ ଗୋପାଳଜୀ ମୂର୍ତ୍ତିଙ୍କୁ କାଢି ଦେଇକି ଯାଇକି ନିଜେ ବସି ଯାଉଥିଲେ ଆସ୍ଥାନ ଉପରେ, ମା ଯେତେବେଳେ ତାଙ୍କୁ ମାନେ କ୍ରୋଧରେ ତାଙ୍କୁ ପ୍ରହାର କରିଥିଲେ, କାହିଁକି ତୁ ଯାଇକି ସେମିତି ଦୁଷ୍ଟ ହଉଛୁ, ସେମିତି ବସି ଯାଉଛୁ? ଠାକୁର କହୁଛନ୍ତି ସେ ମତେ ଡାକছে କେନ୍, ସେ ମତେ ଡାକୁଛି କାହିଁକି? ତେଣୁ ସେଇ ଯିଏ ପୂଜା କରୁଥିଲେ ସେ ବୁଝି ପାରିଥିଲେ ଇଏ ହଉଛନ୍ତି ପରମ ପୁରୁଷଙ୍କର ଆବିର୍ଭାବ ହେଇଛି। ଗୋଟେ ସନ୍ତାନଟି ଜନ୍ମ ହେଇଥାଏ ସେଦିନ, ମାତା ମନମୋହିନୀ ଦେବୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ କୋଳରେ ଧରିକି ଯେତେବେଳେ ତାଙ୍କ ଘରକୁ ସେ ଛୁଆ ଜନ୍ମ ନେଇଛି ଦେଖିବା ପାଇଁ ବାହାରୁଥାନ୍ତି, ଶ୍ରୀ ଠାକୁର କହୁଛନ୍ତି ସେ ତ 18 ଦିନରେ ମରିଯିବ, ମୁଁ କାହିଁକି ଦେଖିବାକୁ ଯିବି? ମନମୋହନ ଦେବୀ କହୁଛନ୍ତି କି ମାନେ ଅଲକ୍ଷଣା କଥା କହୁଛୁ, ଜନ୍ମ ହେଇଛି ସନ୍ତାନଟା, ତ କହୁଛୁ 18 ଦିନରେ ମରିଯିବ, ତୁ କାହିଁ ଏମିତି ପାଗଳାମି କରୁଛୁ? ଯେ ସ୍ୱୟଂ ପୁରୁଷୋତ୍ତମ ଧରାପୃଷ୍ଠରେ ଅବତୀର୍ଣ୍ଣ କରନ୍ତି, ଏ ବିଶ୍ଵ ଦୁନିଆର ପ୍ରତ୍ୟେକ କଣିକାର ସ୍ପନ୍ଦନ ଯାହାଙ୍କ ଭିତରେ ସ୍ପନ୍ଦାୟିତ, ଯାହା ଠାକୁର କହୁଥିଲେ ଏ ବିଶ୍ଵ ଦୁନିଆଟା ହଉଛି ଶବ୍ଦର ଘନାୟିତ ରୂପ, ଏବଂ ପ୍ରତ୍ୟେକ ମଣିଷ ଶବ୍ଦର ଘନାୟିତ ରୂପ। ଆଉ ଦ କଲ୍ ଅଫ୍ ୟୁର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ପ୍ରତ୍ୟେକ ଆତ୍ମାର ଆତ୍ମିକ ସ୍ପନ୍ଦନ ଯାହାଙ୍କ ପାଖରେ ସ୍ପନ୍ଦାୟିତ, ବୟସରେ ସେ ଛୋଟ ଥିଲେ ମଧ୍ୟ ତାଙ୍କର ଆତ୍ମିକ ଚେତନା ଏତେ ଉଚ୍ଚ ସ୍ତରର ଥିଲା, ସେ ଜାଣିଥିଲେ ସେ 18 ବର୍ଷରେ ତାଙ୍କର ମୃତ୍ୟୁ ହେଇଯିବ, ଏବଂ ତା ଠିକ ସେୟା ହିଁ ହେଲା। 18 ଦିନ ପରେ ସେ ସନ୍ତାନଟାର ମୃତ୍ୟୁ ହେଇଗଲା। ଇଏ ହଉଛନ୍ତି ପରମ ଦୟାଲ ଶ୍ରୀ ଠାକୁରଙ୍କର ବାଲ୍ୟ ଜୀବନର କଥା। ଶ୍ରୀ ଠାକୁରଙ୍କୁ ସେଇ ବାଲ୍ୟ ଅବସ୍ଥାରେ 2-2.5 ବର୍ଷ ବୟସରେ ଯେତେବେଳେ ମାତା ମନମୋହିନୀ ଦେବୀ ପଦ୍ମା ନଦୀରୁ କୁଷ୍ଟିଆରୁ ପାର କରିକି ଏପଟକୁ ଆସୁଛନ୍ତି, ହଠାତ୍ କିନା ସେ ବଢିଲା ନଦୀ, ବର୍ଷା ଦିନ ଶ୍ରାବଣର ସେଇ ଧରା ଶ୍ରାବଣର ସେଇ ବର୍ଷା ଆଉ ତୁଫାନ ଭିତରେ ଉଜୁଳା ନହି ତାରି ମଝିରେ କିନା ଏତେ ଜୋର ତୁଫାନ ହେଇଛି, ଡଙ୍ଗା ବୁଡିଯିବା କଣ୍ଡିସନରେ ଆସିଛି, ଏବଂ ଡଙ୍ଗା ଚାଳକ ଡେଇଁ ପଡିଛି ଡଙ୍ଗା ଉପରୁ ତଳକୁ, ପହଁରି ପହଁରି କୂଳକୁ ଚାଲି ଯାଇଛି। ଆଉ ଡଙ୍ଗାରେ 3 ଜଣ ମାତ୍ର ଅଛନ୍ତି, ବାଳୁତ
ଅନୁକୂଳ ଚନ୍ଦ୍ର, ମାତା ମନମୋହିନୀ ଦେବୀ ଆଉ ତାଙ୍କର ଶାଶୁମା। ଗୋଟିଏ ହାତରେ ସେ ଧରିଛନ୍ତି ବାଳୁତ ଅନୁକୂଳ ଚନ୍ଦ୍ରକୁ, ଆଉ ଗୋଟେ ହାତରେ ତାଙ୍କର ବୃଦ୍ଧା ଶାଶୁ ମାଙ୍କୁ ଧରିଛନ୍ତି। ସେଇ ଅବସ୍ଥାରେ ଜଣେ ମାର ମାନସିକ ସ୍ଥିତି କଣ ଥିବ? ଚାଳକ ବିହୀନ ନା, ଯୋଉ ଚାଳକରେ ବିଶ୍ୱର ଚାଳକ ବସିଛନ୍ତି, ବିଶ୍ୱ ଦୁନିଆର ଯେ ଚାଳକ, ବିଶ୍ୱ ଦୁନିଆର ଯିଏ ମାଲିକ, ଯେତେବେଳେ ସେ ଡଙ୍ଗାରେ ସ୍ୱୟଂ ଉପବିଷ୍ଟ ଅଛନ୍ତି, ଏ ସାମାନ୍ୟ ପବନ ବର୍ଷା କଣ କରିପାରିବ? ଠିକ ସେତିକିବେଳେ ଶ୍ରୀ ଠାକୁର ସେ ବାଳୁତ ଅନୁକୂଳ ଚନ୍ଦ୍ର ସେଦିନ ମାଙ୍କୁ କହୁଛନ୍ତି, ଏଖେନ୍ ମାନେ ଓହ୍ଲେଇ ଯାଅ। ମା ପାଖରେ, ମନମୋହନ ଦେବୀଙ୍କ ମାଙ୍କ ପାଖରେ ଆଉ କିଛି ବିକଳ୍ପ ହିଁ ନାହିଁ। ଛୁଆର କଥାକୁ ମାନିବା ବ୍ୟତୀତ ଆଉ ତାଙ୍କ ପାଖରେ ବିକଳ୍ପ ନାହିଁ। ଯଦି ଡଙ୍ଗା ଓଲଟି ଯାଏ ତେବେ ସମସ୍ତଙ୍କର ମାନେ ମୃତ୍ୟୁ ହେଇଯିବ। এই ବିକଳ୍ପହୀନ ମାଙ୍କ ପାଖରେ ଶ୍ରୀ ଠାକୁରଙ୍କର ସେଇ କେଇ ପଦ କଥା କୁ ଭରସା କରିକି ସେଦିନ ମାତା ମନମୋହିନୀ ଦେବୀ ଡଙ୍ଗାରୁ ପାଦ ଲଗେଇକି ଓହ୍ଲେଇ ପଡିଛନ୍ତି। ପଦ୍ମା ନଦୀରେ ଭରା ବର୍ଷା ଶ୍ରାବଣର ପଦ୍ମା ନଦୀର ମଝିରେ, ଏବଂ ପାଦ ବୁଡ଼ିଲା ଭଳିଆ ପାଣି। ଇଏ କୌଣସି କମ ଅଲୌକିକତାର କାହାଣୀ ନୁହେଁ। ପାଦ ବୁଡ଼ିଲା ଭଳିଆ ପାଣି, ଚାଲି ଚାଲିକି କୂଳକୁ ଆସିଛନ୍ତି। ଗୋଟିଏ ହାତରେ କୋଳରେ ମାନେ ବାଳୁତ ମନମୋହିନୀ ଦେବୀ, ଆଉ ଗୋଟେ ହାତରେ ବୃଦ୍ଧା ଶାଶୁ ମାଙ୍କୁ ଧରିକି। ଆମମାନଙ୍କର ସମସ୍ତଙ୍କର ମନେ ଅଛି, ଯେତେବେଳେ ଶ୍ରୀକୃଷ୍ଣଙ୍କର ଯେତେବେଳେ ଜନ୍ମ ନେଇଥିଲା ସେଇ ଧରାଶ୍ରାବଣ ସେଇ ରାତ୍ରିରେ, ଯୋଉ ଜନ୍ମାଷ୍ଟମୀ ତିଥିରେ, ଯେତେବେଳେ ବାସୁଦେବ ଯେତେବେଳେ ଧରିକି ଯେତେବେଳେ ଆସିଛନ୍ତି ସେ ବର୍ଷାରେ ନିଶାର୍ଦ୍ଧର, ଜଳ ଯେମିତି ନିର୍ଜୀବ ଜଡ଼ ହେଇଯାଏ, ଆଉ ଜଡ଼ ନିର୍ଜୀବ ହେଇଯାଇଥିଲା ସେଦିନ। ସେଇଭଳି ଅବସ୍ଥାରେ ଯେତେବେଳେ ବାସୁଦେବ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ମଥାରେ ଧରିକି ଯେତେବେଳେ ସେ ନଦୀକୁ ପାର କରୁଛନ୍ତି ଯମୁନାକୁ, ଯମୁନାର ନଦୀ ସେଦିନ ଦି ଫାଳ ହେଇଯାଇଥିଲା। ଏବଂ ଚାଲି ଚାଲି ମାନେ ଯାହା କୁହାହେଇଛି, ତୋତେ ତୁ ନିଜକୁ ତୁ ହିଁ ନିଜେ ତତେ ହିଁ ତୁ ନିଜେ ହିଁ ରକ୍ଷା କର ବୋଲି ଯୋଉ ମାନେ ଭଗବତ ଗୀତାରେ କୁହାଇଛି, ସେ ନିଜକୁ ରକ୍ଷା କରିଥିଲେ। ସେଇ ସେତିକି ପାଣି ଭିତରେ ସେ ଚାଲି ଚାଲି ଏପଟକୁ ପଳେଇ ଆସିଥିଲେ ବାସୁଦେବ। ତେଣୁ ଏଇ ଯୋଉ ପରିସ୍ଥିତି ଶ୍ରୀ ଠାକୁରଙ୍କର ସେଇଦିନ ସେଇ ଲୀଳା ପ୍ରକଟିତ ହେଇଛି। ଏମିତି ଅନେକ ଅଲୌକିକତାର କାହାଣୀ ଧରିଛି ଠାକୁରଙ୍କର ସେ ଜୀବନର କଥା। ବାଲ୍ୟ ଅବସ୍ଥାରେ ଯେତେବେଳେ ଠାକୁର ସ୍କୁଲରେ ପାଠ ପଢୁଥିଲେ, ଯୋଉଠି ପାଇଁ ସେଦିନ ମାଡ଼ ଖାଉଥିଲେ, 1+1=2 ନିଏ 1+1, ଯୋଉ ଶିକ୍ଷକ ପିଟି ଥିଲେ, ପର ମୁହୂର୍ତ୍ତରେ ବୁଝି ପାରିଥିଲେ, ସେଦିନ ହୟତ ବୁଝି ପାରିନଥିଲେ, ବାଳୁତ ଅନୁକୂଳ ଚନ୍ଦ୍ରକୁ ପିଟିଥିଲେ। କିଏ ଜାଣିଥିଲା ଯେ ବିଶ୍ୱ ଦୁନିଆର ସମସ୍ତ ସଂଜ୍ଞାକୁ ପରିବର୍ତ୍ତନ କରିଦେ ଏ ଧର୍ମ ଶାସ୍ତ୍ର ସବୁ କିଛି ସଂଜ୍ଞାକୁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯିଏ ଆସିଛନ୍ତି, ପୃଥିବୀରେ ଏକ ବୈପ୍ଳବିକ ଚିନ୍ତାଧାରାକୁ ସୃଷ୍ଟି କରିବା ପାଇଁ। 1+1 ପୃଥିବୀରେ କୌଣସି ଦୁଇଟା ଜିନିଷ ସମାନ ନୁହେଁ ଯାହାକୁ ମିଶେଇକି ଦୁଇ କରାଯାଇପାରିବ। ଈଶ୍ୱରଙ୍କ ସୃଷ୍ଟିରେ କୌଣସି ଦୁଇଟା ଜିନିଷ, ଦୁଇଟା ମଣିଷ କେବେ ବି ସମାନ ହୁଏ ନା। ତେଣୁ କେମିତି 1+1 ଟା 2 ହେଇପାରିବ, 1+1 ଟା ଆଉ ଗୋଟେ 1+1 ହେଇପାରେ, 2 ହେଇପାରିବ ନାହିଁ। କାରଣ କୌଣସି ଦୁଇଟା ଜିନିଷ କେବେ ସମାନ ନୁହେଁ। ସେଇ ସ୍କୁଲରେ ପଢୁଥିବା ବାଳୁତ ଛାତ୍ର ଶ୍ରୀ ଠାକୁର, ସେଦିନ ବର୍ଷା ହେଇଛି। ଏବେ ଯେମିତି ବର୍ଷା ହଉଛି, ଭୟଙ୍କର ଭାବରେ ବର୍ଷା ହଉଛି, ସେମିତି ବର୍ଷା ହେଇକି ସବୁ କେନାଲ, ନଦୀ ଆଉ ରାସ୍ତାଘାଟ ଜଳରେ ଭରି ଯାଇଛି। ଏ ବର୍ଷା ଭିତରେ ସ୍କୁଲରେ କୁହାଯାଇଛି ବର୍ଷା କମିଲେ ଯିବ, କେହି ଯାଆନି ଘରୁ। ମାନୁନାହାନ୍ତି ସେ କଥାକୁ ଶ୍ରୀ ଠାକୁର। ଠାକୁର ପଳେଇ ଆସୁଛନ୍ତି, ସେ ବର୍ଷାରେ ଭିଜି ଭିଜିକି ପଳେଇ ଆସୁଛନ୍ତି। ପରମ ପୁରୁଷଙ୍କର ଧାରା ହିଁ ଅଲଗା, କାରଣ ତାଙ୍କର ଆଗମନର ଉଦ୍ଦେଶ୍ୟ ପ୍ରତ୍ୟେକ ଜୀବକୁ ଉଦ୍ଧାର କରିବା ପାଇଁ। କେମିତି ସେ ରହିପାରିବେ ସେ ବର୍ଷା
ବିଜଡ଼ିତ ଅବସ୍ଥାରେ ଯେତେବେଳେ ତାଙ୍କର ସେଇ ଭକ୍ତ କ୍ରନ୍ଦନ କରୁଥିବା ପ୍ରତ୍ୟେକ ମଣିଷକୁ, ବିପଦରେ ପଡିଥିବା ପ୍ରତ୍ୟେକ ମଣିଷକୁ ଉଦ୍ଧାର କର୍ତ୍ତା, ସେଇ ପରମ ଉଦ୍ଧାତା ସ୍କୁଲରେ କିଭଳି ରହିପାରିବେ? ବର୍ଷାରେ ଭିଜି ଭିଜିକି ଆସିଛନ୍ତି ଶ୍ରୀ ଠାକୁର। ରାସ୍ତା କଡରେ ସେ ନାଳ ଧିରେ ଜଣେ ମୁସଲମାନ ମଣିଷ, ଜୀବନର ଶେଷ ସମୟ ହେଇଯାଇଛି, ଆଉ ଉଠିବାର ଭରସା ନାହିଁ। ତାର ଦାଢି ଉପରକୁ ଦେଖାଯାଉଛି, ମତେ ଆଲ୍ଲାହ ରକ୍ଷା କର, ଆଲ୍ଲାହ ରକ୍ଷା କର ବୋଲିକି ଡାକୁଛି। ଆଉ ସେଇଦିନ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯେତେବେଳେ ତାର ହାତ ଧରିକି ତାକୁ ଉଠେଇ ଆଣିଛନ୍ତି ଏବଂ ତାକୁ ଆଣିକି ଗରମ ସେକ ଦେଇଛନ୍ତି ଏବଂ ତାକୁ ଉଦ୍ଧାର କରିକି ତାକୁ ବଞ୍ଚେଇଛନ୍ତି, ଯେତେବେଳେ ସେ ଜୀବନ ପୁନର୍ଜୀବିତ ହେଇଛି, ଯେମିତି ଗୋଟେ ନୂତନ ଜୀବନ ପାଇଲା ଭଳି ଯେତେବେଳେ ସେ ଅନୁଭବ କରୁଛି, ସେଦିନ ଶ୍ରୀ ଠାକୁରଙ୍କୁ ପଚାରୁଛି, କହୁଛି, ତୁମେ କି ମୋର ଆଲ୍ଲାହ? ତୁମେ କି ମୋର ଆଲ୍ଲାହ? ଦେଖନ୍ତୁ, ପରମ ପୁରୁଷ ଯେତେବେଳେ ଆସନ୍ତି, ସେ କେଉଁ ଧର୍ମର ନୁହନ୍ତି। ଯେତେ ମଣିଷ ସେତେ ମତ ହେଇପାରେ, କିନ୍ତୁ ମଣିଷ ବଞ୍ଚିବା ବଢିବାର ମର୍ମ ଯାହା ଜାଣିଥା, ତାକୁ ଧର୍ମ ବୋଲି, ସମ୍ପ୍ରଦାୟଟା ଧର୍ମ ନାହିଁ ରେ, କୌଣସି ସମ୍ପ୍ରଦାୟରେ ସେ ନୁହନ୍ତି। ତୁ କି ମୋର ଆଲ୍ଲାହ। ଏଇ କ୍ରମରେ ମନେ ପଡେ, ଜଣେ ମୁସଲମାନ ଭକ୍ତ ଶ୍ରୀ ଦାଦାଙ୍କ ନାଟ ମଣ୍ଡପରେ ବସିଛନ୍ତି। ସେଦିନ ନମାଜ ପଢିବାର ଟାଇମ ହେଇଯାଇଛି, ତାଙ୍କର ଯୋଉ ପ୍ରେୟାର କରିବାର ଟାଇମ ହେଇଯାଇଛି। କେମିତି ଯିବେ, କଣ କରିବେ, ଚିନ୍ତା କରି ପାରୁନାହାନ୍ତି। ପୁରୁଷୋତ୍ତମ ତାଙ୍କର ସେ ଆଚାର୍ଯ୍ୟ ପରମ୍ପରା ଭିତରେ ମଧ୍ୟ ଆଜି ମଧ୍ୟ ଜୀବନ୍ତ। ପ୍ରତୀକ ଗୁରୁ ବଂଶଧର ରେତ ଶରୀର ସୁପ୍ତ ରହି ଜୀବନ୍ତ ସେ ନିରନ୍ତର। ସେ ନିରନ୍ତର ସେ ଆଚାର୍ଯ୍ୟଙ୍କ ଭିତରେ ଆଜି ଲୀଳାୟିତ ଭାବରେ ଅଛନ୍ତି। ଏବଂ ସେଦିନ ଶ୍ରୀ ଦାଦା କହୁଛନ୍ତି ଯେ ତୁମେ ଯାଇକି ନମାଜ ପଢିକି ଆସ। ଇଏ ହଉଛନ୍ତି ଠାକୁରଙ୍କର ସେ ବୈଚାରିକ ଚିନ୍ତାଧାରା। ସବୁ ଧର୍ମକୁ ସମ୍ମାନ ଦିଆଯାଏ। ନିଜର ପୁରୁଷୋତ୍ତମ, ନିଜର ପୂର୍ବ ପୁରୁଷୋତ୍ତମକୁ ଯେପର୍ଯ୍ୟନ୍ତ ମଣିଷ ଗ୍ରହଣ କରେନି, ବର୍ତ୍ତମାନର ପୁରୁଷୋତ୍ତମକୁ ଯେତେବେଳେ ମଣିଷ ଗ୍ରହଣ କରେ ନା, ପୂର୍ବ ପୁରୁଷୋତ୍ତମକୁ ସେ ତା ଜୀବନରେ କେବେ ହେଲେ ଗ୍ରହଣ କରିପାରେ ନା। ଅନେକ ବୈଜ୍ଞାନିକ ତତ୍ତ୍ୱ ଅଛି, ମୁଁ ଆଉ 2-3 ମିନିଟରେ ସାରିଦେବି ଦାଦା। ଗୋଟେ କଥା ହଉଛି, ଠାକୁରଙ୍କର ସେ ଦିବ୍ୟ ଜୀବନର କଥାକୁ ଯଦି ଆମେ ଦେଖୁ, ଠାକୁର 72 ଥର ଭାବ ସମାଧି ହେଇଥିଲା। ସେଇ ଭାବ ସମାଧି ଏକ କମ ଆଶ୍ଚର୍ଯ୍ୟର ଜିନିଷ ନୁହେଁ। କାରଣ ଭାବ ସମାଧି ଅବସ୍ଥାରେ ଯେତେବେଳେ ଭାବ ସମାଧି ହଉଥିଲା, ସେତେବେଳେ ଠାକୁରଙ୍କର ହାର୍ଟ ବିଟ୍ ବନ୍ଦ ଥିଲା, ଠାକୁରଙ୍କର ହୃସ୍ପନ୍ଦନ ବନ୍ଦ ଥିଲା ଏବଂ ତାଙ୍କର ନାଡି ମଧ୍ୟ ଚାଲୁନଥିଲା। ତାଙ୍କର କୌଣସି ଅଙ୍ଗ ସଞ୍ଚାଳନ ବନ୍ଦ ହେଇଯାଏ, ତାଙ୍କର କୌଣସି ସ୍ପନ୍ଦନ ନଥାଏ। ଏଇ ସମୟରେ ଧୀରେ ଧୀରେ ତାଙ୍କର ଶରୀରଟା ଏ ବୋନଲେସ୍ ମାଂସ ପିଣ୍ଡୁଳା ଭଳି ତରଙ୍ଗାୟିତ ଭାବରେ ଗତି କରେ, ସେ ହାଡ କୁଆଡେ ଯାଏ। ଏବଂ ସେଇଭଳି ଅବସ୍ଥାରେ ତାଙ୍କୁ ଯେତେବେଳେ ଏଇ ମୂର୍ଖ ମାନୁଷ ଯେତେବେଳେ ତାଙ୍କୁ ପରୀକ୍ଷା କରିବା ପାଇଁ କଣ୍ଟା ପିଟିଛି, ମାନେ ଜଳନ୍ତା କୋଇଲା ଲଗେଇଛି ତାଙ୍କ ଦେହରେ, ଅନେକ ଆଘାତ ଦେଇଛି, ମୃତବତ ପଡି ରହିଥିବା ଶ୍ରୀ ଠାକୁରଙ୍କର ମୁଖରୁ ନିଃସୃତ ହଉଥିଲା ଅମୃତର ବାଣୀ। ସେ ଜେରୁଜେଲମର ଭାଷା ହେଇପାରେ କି ପାଲେଷ୍ଟାଇନର ଭାଷା ହେଇପାରେ, ଅନେକ ବିଭିନ୍ନ ରିଜନାଲ ଲାଙ୍ଗୁଏଜ ଯୋଉ ତାଙ୍କର ମୁଖରୁ ନିଃସୃତ ହଉଥିଲା, ତାକୁ ଲିପିବଦ୍ଧ କରିବା ପାଇଁ ମଧ୍ୟ ଲୋକ ନଥିଲେ। ଯାହା ତାଙ୍କର ପୁଣ୍ୟ ପୋଥିରେ ଯାହା କିଛି ଲିପିବଦ୍ଧ ହେଇଛି, ତାହା ଅମୃତର କଥା। ତାକୁ ଯଦି ଆପଣ ମାନେ ପଢିବେ, ଠାକୁରଙ୍କର ମୂଳ ତତ୍ଵକୁ ସେଠି ବୁଝି ହୁଏ। ତେଣୁ ଇଏ କଣ କମ ଆଶ୍ଚର୍ଯ୍ୟର ଜିନିଷ ଯଦି ଉଗ୍ର ଆଧୁନିକ ବୈଜ୍ଞାନିକ ସମାଜ ପାଇଁ? ଆଜିର ବିଜ୍ଞାନ କଣ ତାର ଉତ୍ତର ଦେଇପାରେ? ଯାହାର ହାର୍ଟ ସ୍ପିଡ ବନ୍ଦ ହେଇଗଲା ପରେ ସେ ମଧ୍ୟ କଥା କହନ୍ତି। ଠାକୁର ସେଦିନ ଅସୁସ୍ଥ ହେଇ ପଡିଛନ୍ତି,
ଗୋପାଳ ଦାସଙ୍କୁ ଡକା ହେଇଛି ଠାକୁରଙ୍କୁ ଦେଖିବା ପାଇଁ। ଯେତେବେଳେ ଦେଖିଛନ୍ତି ଠାକୁରଙ୍କର ହାର୍ଟ ବିଟ୍ ବନ୍ଦ, ଠାକୁରଙ୍କର ନାଡି ଚାଲୁନି, ଠାକୁର କଥାବାର୍ତ୍ତା କରୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ଠାକୁର କିନ୍ତୁ ଅସୁସ୍ଥ। ତାଙ୍କ ପାଖରେ କିଛି ଚିକିତ୍ସାର ବ୍ୟବସ୍ଥା ନାହିଁ ଡାକ୍ତରଙ୍କ ପାଖରେ। ସେ କଲିକତାର ଜଣେ ଡାକ୍ତରଙ୍କୁ ଡାକିଛନ୍ତି। ସିଏ ଆସିକି ଦେଖିଛନ୍ତି ସେଇ ଅବସ୍ଥା। ମାନେ କି ଚିକିତ୍ସା କରାଯିବ? ଯାହାଙ୍କର ହାର୍ଟବିଟ୍ ଚାଲୁନି ଆଉ ତାଙ୍କର ନାଡି ଚାଲୁନି, ତାଙ୍କୁ କି ଚିକିତ୍ସା କରାଯିବ? ସେଇ ସମୟରେ ଅନନ୍ତ ମହାରାଜ ତାଙ୍କର ଠାକୁରଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେ କୀର୍ତ୍ତନ ଆରମ୍ଭ କରିଛନ୍ତି। ଯେତେବେଳେ ମାନେ କୀର୍ତ୍ତନ ଉଦଣ୍ଡ କୀର୍ତ୍ତନ ହେଇଛି, ଠାକୁର ସେଇ ଅବସ୍ଥାରେ ଉଠି ପଡିକି ଆସିକି କୀର୍ତ୍ତନରେ ନାଚିବାକୁ ଆରମ୍ଭ କରିଛନ୍ତି, ଯାହାଙ୍କର ହାର୍ଟବିଟ୍ ଚାଲୁନି। ଆଉ ସେଇଠି ତାଙ୍କର କିଛି ସମୟ ପରେ ତାଙ୍କର ସେଠି ମଧ୍ୟ ଭାବ ସମାଧି ହେଇଥିଲା। ଠାକୁରଙ୍କର ହାତ ଦେଖିବା ପାଇଁ ଜଣେ ଜ୍ୟୋତିଷ ଆସିଛନ୍ତି, ବିଶାରଦ। ଠାକୁରଙ୍କ ହାତ ଦେଖିବା ପାଇଁ ଦେଖୁଛନ୍ତି ଦେଖୁଛନ୍ତି, ତାଙ୍କ ହାତ ରେଖା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହଉଛି। କାରଣ ଯିଏ ବିଶ୍ୱ ଦୁନିଆର ମାଲିକ, ଯାହାଙ୍କର ହସ୍ତରେଖା ଏକ ଭାବରେ ସ୍ଥିର ରହେ ନା, କାରଣ ତାଙ୍କ ହସ୍ତରେଖାରେ ସାରା ବିଶ୍ୱ ଦୁନିଆର ବିଶ୍ୱ ଦୁନିଆର ମାନେ ସବୁକିଛି ତାଙ୍କରି ଭିତରେ ସ୍ପନ୍ଦିତ। ତାଙ୍କ ହାତ ରେଖା ଦେଖିବ କିଏ? ଅନେକ ଅଲୌକିକ ଜୀବନ ଧାରାକୁ ନେଇକି ଠାକୁରଙ୍କର ସେଇ ଜୀବନ ଧାରା, ସେଇଠୁ ବୁଝି ହୁଏ ଯେ ଠାକୁର ଯେ ପୂର୍ଣ୍ଣ ବିବର୍ତ୍ତିତ, ପୂର୍ଣ୍ଣ ବ୍ରହ୍ମର ସ୍ୱରୂପ। ଯାହା ଏଲିଜାବେଥ କାର୍ମେଲ କହୁଥିଲେ, ଶ୍ରୀ ଠାକୁର is the creator and observer of this creation of this universe। ये कम जिनिस नୁହେଁ। ସେ ଜଣେ ନୋବେଲ ଲରେଟ। ଇଏ କମ ଜିନିଷ ନୁହେଁ। ଏଲିଜାବେଥ କାର୍ମେଲଙ୍କର ସେଇ କସ୍ମିକ କ୍ରାଡେଲର ପୁସ୍ତକରେ ଯୋଉ ଲିପିବଦ୍ଧ ଅଛି, ତା ଦର୍ଶାଏ ଯେ ଠାକୁର କିଏ? ଏ ସୃଷ୍ଟିର ସ୍ରଷ୍ଟା ଏବଂ ଏ ସୃଷ୍ଟିର ପ୍ରତ୍ୟେକ ଜିନିଷକୁ ନିଜ ଖାଲି ଆଖିରେ ଦେଖିଥିବା ମଣିଷ ଶ୍ରୀ ଠାକୁର। ସେଇଭଳି ପୁରୁଷୋତ୍ତମକୁ ଆମେ ଜୀବନରେ ପାଇଛେ ଗୁରୁ ରୂପରେ, ଆମେ ଭାଗ୍ୟବାନ। ଆଉ ଯୋଉମାନେ ଗ୍ରହଣ କରିଛନ୍ତି ସେତିକି ଭାଗ୍ୟବାନ। ଆଉ ଯଦି ଆମେ ତାଙ୍କୁ ପ୍ରତିଷ୍ଠା କରିପାରିବା ପୃଥିବୀରେ, ତାହେଲେ ଆମ ଜୀବନ ସାର୍ଥକ ହବ ଏବଂ ଠାକୁରଙ୍କର ଇଚ୍ଛା ପୂରଣ ହେଇପାରିବ। ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜଣେଇ ଟିକେ ଟାଇମ ଲେଟ୍ ହେଇଗଲା, ମୁଁ ପୁଣି ମୋର ବକ୍ତବ୍ୟ ବିରାମ ଦଉଛି। ଜୟଗୁରୁ ଜୟଗୁରୁ।